Dear friends, we are looking here at 2 Corinthians chapter 1 verse 3 and 4. ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ, ସେ ଦୟାମୟ ପିତା ଓ ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର। ଈଶ୍ୱରଙ୍କ ଦ୍ୱାରା ଯେଉଁ ସାନ୍ତ୍ୱନାରେ ଆମମାନେ ସାନ୍ତ୍ୱନା ପ୍ରାପ୍ତ ହେଉଅଛୁ, ସେହି ସାନ୍ତ୍ୱନା ଦ୍ୱାରା ଯେପରି ସମସ୍ତ ପ୍ରକାର କ୍ଲେଶ ଭୋଗୁଥିବା ଲୋକମାନଙ୍କୁ ସାନ୍ତ୍ୱନା ଦେଇପାରୁ, ସେଥିପାଇଁ ସେ ଆମମାନଙ୍କ ସମସ୍ତ କ୍ଲେଶରେ ଆମମାନଙ୍କୁ ସାନ୍ତ୍ୱନା ପ୍ରଦାନ କରନ୍ତି। 5 ପଦ 6 ପଦ। କାରଣ ଖ୍ରୀଷ୍ଟଙ୍କ ସକାଶେ ଆମମାନଙ୍କ ଦୁଃଖ ଭୋଗ ଯେପରି ପ୍ରଚୁର, ସେହିପରି ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନଙ୍କର ସାନ୍ତ୍ୱନା ମଧ୍ୟ ପ୍ରଚୁର। କିନ୍ତୁ ଆମମାନେ ଦୁଃଖ ଭୋଗ କଲେ ତାହା ତୁମମାନଙ୍କର ସାନ୍ତ୍ୱନା ଓ ପରିତ୍ରାଣ ନିମନ୍ତେ, କିମ୍ବା ଆମମାନେ ସାନ୍ତ୍ୱନା ପ୍ରାପ୍ତ ହେଲେ ତାହା ତୁମମାନଙ୍କର ସାନ୍ତ୍ୱନା ନିମନ୍ତେ। ଆମମାନେ ଯେଉଁ ପ୍ରକାର ଦୁଃଖ ଭୋଗ କରୁ, ସେହି ପ୍ରକାର ଦୁଃଖ ଭୋଗ ଧୈର୍ଯ୍ୟ ସହିତ ସହ୍ୟ କରିବାରେ ସେହି ସାନ୍ତ୍ୱନା କାର୍ଯ୍ୟ ସାଧନ କରୁଅଛି। ସେହି ସାନ୍ତ୍ୱନା କାର୍ଯ୍ୟ ସାଧନ କରୁଛି। ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଈଶ୍ୱର ପିତା ଧନ୍ୟ ହୁଅନ୍ତୁ। ସେ ଦୟାମୟ ପିତା ଓ ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର ଅଟନ୍ତି। ସମସ୍ତ ବିଷୟରେ ସାନ୍ତ୍ୱନାଦାତା ପରମେଶ୍ୱର ଅଟନ୍ତି। ତେବେ ଈଶ୍ୱରଙ୍କ ଦ୍ୱାରା ଯେଉଁ ସାନ୍ତ୍ୱନାରେ ଆମମାନେ ସାନ୍ତ୍ୱନା ପ୍ରାପ୍ତ ହେଉଛୁ, ପରମେଶ୍ୱରଙ୍କ ଦ୍ୱାରା ଆଜି ବିଶ୍ୱାସୀମାନେ ଯେଉଁ ସାନ୍ତ୍ୱନା ପ୍ରାପ୍ତ ହେଉଛନ୍ତି ବା ସାନ୍ତ୍ୱନା ପାଉଛନ୍ତି, ସେହି ସାନ୍ତ୍ୱନା ଦ୍ୱାରା ଯେପରି ସମସ୍ତ ପ୍ରକାର କ୍ଲେଶ ଭୋଗୁଥିବା ଲୋକମାନଙ୍କୁ ସାନ୍ତ୍ୱନା ଦେଇପାରୁ, ସେହି ସାନ୍ତ୍ୱନା ଦ୍ୱାରା ଯେପରି ଆମମାନେ ଯେଉଁ କ୍ଲେଶ ଭୋଗ କରୁଥିବା ଲୋକମାନଙ୍କୁ ବା ଦୁଃଖ ଭୋଗ କରୁଥିବା ଲୋକମାନଙ୍କୁ ଆମେ ସେହି ସାନ୍ତ୍ୱନା ଦେଇପାରୁ, ଏଥିପାଇଁ ସେ ଆମମାନଙ୍କ ସମସ୍ତ କ୍ଲେଶରେ ଆମମାନଙ୍କୁ ସେ ସାନ୍ତ୍ୱନା ପ୍ରଦାନ କରୁଛନ୍ତି। ତେବେ ଖ୍ରୀଷ୍ଟଙ୍କ ସକାଶେ, କାରଣ ଖ୍ରୀଷ୍ଟଙ୍କ ସକାଶେ ଆମମାନଙ୍କର ଦୁଃଖ ଭୋଗ ଯେମିତି ପ୍ରଚୁର, ଖ୍ରୀଷ୍ଟଙ୍କ ସକାଶେ ଆମମାନଙ୍କ ଦୁଃଖ ଭୋଗଟା ଅଧିକ। ଦୁଃଖ ଭୋଗଟା ପ୍ରତ୍ୟେକ ବିଶ୍ୱାସୀ ଭାଇ ଭଉଣୀମାନଙ୍କ ପ୍ରତି ବା ପ୍ରତ୍ୟେକ କାର୍ଯ୍ୟକାରୀ ଭାଇ ଭଉଣୀମାନଙ୍କ ପ୍ରତି ଅଧିକ ହୋଇଥାଏ। ସେହିଭଳି ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନଙ୍କର ସାନ୍ତ୍ୱନା ମଧ୍ୟ ପ୍ରଚୁର ହୋଇଥାଏ। ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ଅଧିକ ସାନ୍ତ୍ୱନା ମଧ୍ୟ ପାଇପାରୁଛୁ। 6 ପଦରେ ଲେଖା ହେଉଛି, କିନ୍ତୁ ଆମମାନେ ଦୁଃଖ ଭୋଗ କଲେ ତାହା ତୁମମାନଙ୍କର ସାନ୍ତ୍ୱନା ଓ ପରିତ୍ରାଣ ନିମନ୍ତେ। ଆମମାନେ ଯେତେବେଳେ ଦୁଃଖ ଭୋଗ କରୁ, ଲେଖା ହେଇଛି, କିନ୍ତୁ ଆମେମାନେ ଦୁଃଖ ଭୋଗ କଲେ ତାହା ତୁମମାନଙ୍କର ସାନ୍ତ୍ୱନା ଓ ପରିତ୍ରାଣ ନିମନ୍ତେ। ଯେତେବେଳେ ବିଶ୍ୱାସୀମାନେ ଦୁଃଖ ଭୋଗ କରନ୍ତି, ସେମାନେ ଅନ୍ୟମାନଙ୍କର ପରିତ୍ରାଣ ନିମନ୍ତେ। ଲେଖା ଅଛି ଯେ ଆମମାନେ ଯେଉଁ ପ୍ରକାର ଦୁଃଖ ଭୋଗ କରୁ, ସେହି ପ୍ରକାର ଦୁଃଖ ଭୋଗ ଧୈର୍ଯ୍ୟ ସହିତ ସହ୍ୟ କରିବାରେ ସେହି ସାନ୍ତ୍ୱନା କାର୍ଯ୍ୟ ସାଧନ କରୁଛି। ସେ 5 ପଦ ଲେଖା ହେଉଛି, ସେହିପରି ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନଙ୍କର ସାନ୍ତ୍ୱନା ମଧ୍ୟ ପ୍ରଚୁର। କିନ୍ତୁ ଆମେମାନେ 6 ପଦରେ, କିନ୍ତୁ ଆମମାନେ ଦୁଃଖ ଭୋଗ କଲେ ତାହା ତୁମମାନଙ୍କର ସାନ୍ତ୍ୱନା ଓ ପରିତ୍ରାଣ। ବିଶ୍ୱାସୀମାନେ ଦୁଃଖ ଭୋଗ କଲେ ଅବିଶ୍ୱାସୀମାନଙ୍କର ପରିତ୍ରାଣ ନିମନ୍ତେ, ଅବିଶ୍ୱାସୀମାନଙ୍କର ସାନ୍ତ୍ୱନା ନିମନ୍ତେ ତାହା ହୋଇଥାଏ। କିମ୍ବା ଆମମାନେ ସାନ୍ତ୍ୱନା ପ୍ରାପ୍ତ ହେଲେ ତାହା ତୁମମାନଙ୍କର ସାନ୍ତ୍ୱନା ନିମନ୍ତେ। ଆଉ ଲେଖା ଅଛି, ଆମମାନେ ଯେଉଁ ପ୍ରକାର ଦୁଃଖ ଭୋଗ କରୁ, ସେହି ପ୍ରକାର ଦୁଃଖ ଭୋଗ ଧୈର୍ଯ୍ୟ ସହିତ ସହ୍ୟ କରିବାରେ ସେହି ସାନ୍ତ୍ୱନା କାର୍ଯ୍ୟ କରିଥାଏ। ଯେଉଁ ପ୍ରକାର ଦୁଃଖ ଭୋଗ କରୁଛୁ, ଏଠି ଜାଣେ ହ୍ୟାଲୋ। ତେବେ ଲେଖା ହେଉଛି, ଆମମାନେ ଯେଉଁ ପ୍ରକାର ଦୁଃଖ ଭୋଗ କରୁ, ସେହି ପ୍ରକାର ଦୁଃଖ ଭୋଗର ଧୈର୍ଯ୍ୟ ସହିତ, ସେହି ପ୍ରକାର ଦୁଃଖ ଭୋଗ ଧୈର୍ଯ୍ୟ ସହିତ ସହ୍ୟ କରିବାରେ ସେହି ସାନ୍ତ୍ୱନା କାର୍ଯ୍ୟ ସାଧନ କରୁଅଛି। ସେହି ସାନ୍ତ୍ୱନା କାର୍ଯ୍ୟ ସାଧନ କରୁଛି। ଆଉ ତୁମମାନଙ୍କ ବିଷୟରେ ଆମମାନଙ୍କର ଭରସା ଅଟଳ। ଯେଣୁ ତୁମେମାନେ ଯେପରି ଦୁଃଖ ଭୋଗର ସହଭାଗୀ, ସେହିପରି ମଧ୍ୟ ସାନ୍ତ୍ୱନାର ଯେ ସହଭାଗୀ ଅଟ, ଏହା ଆମମାନେ ଜାଣୁ। ଏ ପ୍ରଭୁ ଏହି ପଠିତ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଆମମାନେ ପୁଣି ନେକ୍ସଟ ପ୍ରାର୍ଥନାରେ ଆମେ
ଏ ବିଷୟ ଆଲୋଚନା କରିବା।